ନା ନା ଡାଲମା ମୁଁ ଦେଖିବାକୁ ପାଇବି। ନା ନା ଡାଲମା ମୁଁ ଦେଖିବାକୁ ପାଇବି। ହେଇଗଲା ଡାଲମା ତ ସୁଟିଂ ପରେ ଆଉ କଣ, ସୁଟିଂ ପରେ ତ ଇଏ ହେଲା ଆଉ। ଯଦି ଆପଣ ମାନେ ନ ଆଇଥାନ୍ତେ କଣ ଆମେ ସେ କଥା କହିପାରିଥାନ୍ତେ? ଗୋଟେ ଯଦି ମୁଁ ଏଠିକି ନ ଆଇଥାନ୍ତି ତବେ ତାହେଲେ ବାଇଟା ଦେଇ ପାରିଥାନ୍ତି କି? ଯଦିରେ ମୁଁ ଆସିଷ୍ଟାଣ୍ଟ ଡିରେକ୍ଟର ଅଛି, ଆଉ ଏଥିରେ ମୋର ଗୋଟେ ଛୋଟ ରୋଲଟେ ଅଛି, ଆଉ ଆସିଲେ ଆପଣ ଦେଖିବେ ଆଉ। ପୁଣି ଥରେ ଆମେ ଡାଲମାକୁ ଦେଖିବାକୁ ପାଇବୁ। ନା ନା ଡାଲମା ମୁଁ ଦେଖିବାକୁ ପାଇବି। ଡାଲମାରେ ଏତେ ନିଶ କେମିତି ହେଇଗଲା? ନିଶ ତ ଆଣି ହେଇଗଲା ଡାଲମା ତ ସୁଟିଂ ପରେ ଆଉ କଣ, ସୁଟିଂ ପରେ ତ ଇଏ ହେଲା ଆଉ। ସୁଟିଂ ପରେ ଉଠିଯାଇଛି ନିଶ ଆଉ। ଯଦିରେ କଣ ଏମିତି କନସେପ୍ଟ କଣ କଣ୍ଟେଣ୍ଟ? ହଁ ଯଦିରେ ଦେଖନ୍ତୁ ଆମେ ଗୋଟେ ଭଲ କନସେପ୍ଟକୁ ନେଇକି କରିଛୁ। ଆଉ ଆପଣଙ୍କର ଯୋଉ ରହୁଛି ସୋସିଆଲ ମେସେଜ ବହୁତ ଅଛି ଯଦିରେ, ଆଉ ବାକି ଆପଣ ମୁଭି ଦେଖିକି ଜାଣିପାରିବେ ଆଉ। ଯଦି ସିନେମା ପାଇଁ ତ ନିହାତି, ଯଦି ଆପଣ ମାନେ ନ ଆଇଥାନ୍ତେ କଣ ଆମେ ସେ କଥା କହିପାରିଥାନ୍ତେ? ଗୋଟେ ସେଇଭଳିଆ ଗୋଟେ କାହାଣୀକି ନେଇକିରି ସେଇଭଳିଆ ଗୋଟେ ନାଁକୁ ନେଇକିରି ଆଇଛି। ଯଦି ଯଦି ଏ କାମଟା ଆମେ କରିଥାଉ, ଯଦି ମୁଁ ଏଠି ତମେ ନ ଆଇଥାନ୍ତ ମୁଁ ବାଇଟ ଦେଇ ପାରିଥାନ୍ତି କି? ଯଦି ମୁଁ ଏଠିକି ନ ଆଇଥାନ୍ତି ତବେ ତାହେଲେ ବାଇଟା ଦେଇ ପାରିଥାନ୍ତି କି? ଏଇଭଳିଆ କାହାଣୀକି ନେଇ କାହାଣୀଟା ବହୁତ ବଢିଆ ଭଲ ବି ହେଇଛି। ଆଉ ଆମର ଦିବ୍ୟଜ୍ୟୋତି ସିଂ ଏହାର ମାନେ ନିର୍ଦ୍ଦେଶନା ଭାର ତୁଲେଇଛନ୍ତି। କାଜଲର ପ୍ରଡ୍ୟୁସର ଅଛନ୍ତି। ଶ୍ରୀହଂସ ପ୍ରଡକ୍ସନ ଆର ଦାୟିତ୍ୱରେ ଅଛି। ଆଉ ଗୀତ ଗୁରା ବହୁତ ଭଲ ଅଛି, ଯୋଉଗୁଡା କହୁଛେ ଟ୍ରେଣ୍ଡିଂରେ ଆମର ସବୁ ଅଛନ୍ତି, ସବୁ ଟ୍ରେଣ୍ଡିଂ ଗୀତ ଗୁରା ସବୁ କରାଯାଇଛି। ଯୋଉଟା ସବୁ ଟ୍ରେଣ୍ଡରେ ଯୋଉ ଡିରେକ୍ଟର ମାନେ ଅଛନ୍ତି, ଯୋଉ ସିଙ୍ଗର ମାନେ ଅଛନ୍ତି, ସେମାନଙ୍କୁ ନେଇ କରାଯାଇଛି ଯଦି ସିନେମା। ନିହାତି ଆପଣଙ୍କୁ ମନକୁ ଛୁଇଁବ। ଆଉ ପାରିବାରିକ କାହାଣୀଟା କରାଯାଇଛି, ଆଉ ଟିକେ ସସ୍ପେନ୍ସ ବି ଅଛି। ଆଉ ଭଲ ଲାଗିବ ବୋଲି ଆଶା ରହୁଛି।